नमस्कार ମୁଁ ସ୍ୱାଗତ କରୁଛି ମୋ ନ୍ୟୁ ଭିଡ଼ିଓକୁ। ମୁଁ ଆପଣମାନଙ୍କ ରାଜୁ ବ୍ଲଗ ଦେଖିପାରୁଥିବେ। ଆଜି ପୁରା ଆକୁ ଇଏ କରିଥିଲୁ, ସରିଗଲା ଗୋଟେ ଜମି আর সি সাইড জমি ଅଛି ତ ଦୁଇଟା, ସେଟା ଗୋଟେ ଏଇଟା ଗୋଟେ। ସେଟା ଅଧା ସରିଯାଇଛି ଆଉ ଅଧା ଅଛି, କାଲିକୁ ଅଧା କରିଦେଲେ ଆଉ ସେଟା ଗୋଟେ ପୁରା ଗୋଟେ ଅଛି ଗୋଟେ ଜମି, ସେଟା ହେଇଗଲେ ହେଇଗଲା। ତାପରେ ମୁଁ ମୋଟର ଟିକେ ଚଲାଉଛି ରୁହ। এই পাখে সব আমার বরগল মানে অছি, এটা পাই আমি চাষ করে পারছু। দেখবার এটি পানি বাড়ছে, ଯିବା ମସ୍ତ କେତେ ମୁଁ ଗୋଡ଼ ଟିକେ ଦେଇପାରେ। ଫାଷ୍ଟ ଯିବା ମୋ ଚପଲ ପାଇ, ତାପରେ ଧୋଇବା ଗୋଡ଼। ମାନେ ମୋଟରଟା ଚଲେଇ ଦେଇଛି, ଏବେ ଫାଙ୍କା ବେକାରଟା ଯାଇଥିବ ପାଣି। ଏଠିଠୁ ମୁଇଁ ନାହିଁ କି କାମ କରିବା ପାଇଁ ଆସିଲି, ମାନେ 3:45 ଆସିଛି କି ନା, ଏବେ ପାଖାପାଖି 6ଟା ହେଇଗଲାଣି। ଏବେ ଘରକୁ ଯିବାକୁ ପଡ଼ିବ। ଚାଷ ବି ଏତେ ସହଜ ନୁହେଁ ଭାଇ, ବହୁତ କଷ୍ଟ କରିବାକୁ ପଡ଼ିବ। ଆପଣଙ୍କୁ ଗୋଟେ ଜିନିଷ ଦେଖେଇବି, ରୁହ ଦେଖଉଛି ହେଲା। ମାନେ ନାଇଁ କି ଏଇଟା ତ ନାଇଁ କି ଗାଡ଼ି କିମ୍ବା ଶଗଡ଼ ଯିବା ରାସ୍ତା, ନାଇଁ କି ଟିକେ ରାସ୍ତା ଚଢ଼ା ହେଇଛି। ଆରେ ସେଇ ସାଇଡ଼୍ ମକା ଲଗା ହେଇଛି, ଆରେ ଏଇ ସାଇଡ଼୍ ବି ମକା ଲଗା ହେଇଛି। ହେଲେ ବି ଦେଖ ମକାରେ ପାଣି ଛାଡ଼ିକିନା କେମିତି ରାସ୍ତାରେ ପାଣି ପଳେଇ ଆଇଲାଣି। ତାକୁ ମାନେ ଦେଖୁନାହାନ୍ତି, ଘରେ ଯାଇକିନା ଶୋଇଥିବେ। ଏଇଟା ଦେଖ। ଆରେ ବାକି ଚାଷୀମାନେ ନାଇଁ କି କେମିତି କିନା ଆଣିବେ ଗାଡ଼ି ଶଗଡ଼, କେମିତି କିନା ଆଣିବେ ସେଟାକୁ ତାଙ୍କମାନେ ଦେଖିବେ ନାହିଁ। କାଲି ବୋରୱେଲ୍ ଅଛି, ସିପାର ବୋରୱେଲ୍ ଅଛି, ଦେଖ ସିପାର ଅଛି, ଚଲେଇ ଦେଇକିନା ପଳେଇବେ, ଦେଖିବେ ନାହିଁ। କିଏ ଦେଖିବାର ଅଛି ସମସ୍ତଙ୍କର, ନିଜର ଚାଷ ଦେଖିଲେ ହେବ ନାହିଁ, ସମସ୍ତଙ୍କୁ ଦେଖିବାର ଅଛି। ଦେଖ ଏ ପାଖରେ ପୁରା ନଦୀ ଭଳିଆ ହେଇଯାଇଛି, ଦେଖିପାରୁଥିବେ। The next day. ଅଛି ସୋରଷୁ ଗଛ, ସୋରଷୁ ପତ୍ର, ମାନେ ସୋରଷୁ ପତ୍ର ଏମିତି ଲଗାଯାଏ। ସେଠି ମକା ଲଗା ଅଛି, ଏଠି ସୋରଷୁ ପତ୍ର ଆମ ସାଇଡ଼୍ରେ ସେମିତି ଲଗାଯାଏ ସୋରଷୁ। ତାପରେ ଟିକେ ଏଇଟା ଶୁଖିଗଲା ପରେ ଏଠୁକୁ ସୋରଷୁ ବାହାର କରନ୍ତି ଆଉ ବିକ୍ରି କରାଯାଏ। ପଡ଼ିଲା ମଣ୍ଡାଇରେ ଗାଈ କରିଦେ ପଣ୍ଡାପରେ ମଣ୍ଡାଇ ବୁଲିବା ପାଇଁ ଆସିଛି ଗାଈ। ତାର ପାଇଁ ମୁଦି କରୁଛି, ମୁଦି ମିଳୁନାହିଁ, ପୁରା କାଳି ରାସ୍ତାଟା। ସାଙ୍ଗମାନେ ଆମର ଗାଁରେ ବୋକା ମାନେ ଖାଉଛନ୍ତି, ଚାଟ ମାନେ ଟିକେ ହେଇଛନ୍ତି, ଆମେ ବି ଖାଇବା ପାଇଁ ଆସିଛୁ। ସଙ୍ଗ ଟିକେ ଆଇ କରିଦେ, ଇଏ ଗୋଟେ ଖାଉଛି। ବସିଛୁ, ଚାଟ ହଉଛି ସେ ସାଇଡ଼ରେ। The next day. ଆମେ ସାର ମିଶଉଛୁ ଆଜି ନେଇକିନା ଆଖୁ ରୋପା ପାଇଁ। ଦେଖାଇବି ଆମମାନଙ୍କୁ ଆଜିର କଲେଜ ଯିବି। ଆଜି ଆଖୁ ରୋପା ଗୋଟେ ଖତ ଟିକେ ଛାଡ଼ି ଦେଇକିନା ପଳେଇ ଆଇବି ହେଲା। ଦେଖିପାରୁଥିବେ ଆଜି ଆମେ ଆଖୁଟାକୁ ଉଡ଼କିରେ ଡାକୁଛୁ। ଆଖୁ ରୋପା ସରିଗଲା ବହୁତ ଦୀର୍ଘ ଦିନ ପରେ। ଏଠି ଗାଈ କରିଦିଅ। ମାନେ ମୁଁ ଗୋଟେ ସପ୍ତାହ ହେଲା ଆଜି କଲେଜ ଯାଇନାହିଁ, ହେଲେ ବି ଘରେ ପଢ଼ାପଢ଼ି ଚାଲିଛି। କାହିଁକି ଭଲ ନାହିଁ କି ଘରେ ଟିକେ କାମ ଚାଲିଛି। ଆଖୁ ରୋପା ଆପଣମାନଙ୍କୁ ତ ଦେଖେଇଛି, ମାନେ ଦେଖିଛ ମୋ ଏଇ ଭିଡ଼ିଓରେ ହିଁ ଆଖୁ ରୋପା ଚାଲିଛି, ସେଇଟା ପାଇଁ ଟିକେ କଲେଜ ଯାଇ ହେଉନାହିଁ ଆଜି। ହେଲେ ବି ଟିକେ ଘରେ ପଢ଼ାପଢ଼ି ଟିକେ କରୁଥିବା ଏକ୍ଜାମ୍ ଅଛି ଆଗକୁ। ମାନେ ଦେଖିପାରୁଥିବେ ଇଏ ସାଗର ନାଁ କମେଣ୍ଟରେ କହିବେ, ସେ ସାଗର ନାଁ କ'ଣ କହିବେ ଟିକେ। ଇ ଶାଗଟା ଆମ ମୁଖବାଟରେ ଥିଲେ ତ ସେଠୁ କାଢ଼ି ଆଣିଲେ ସକାଳକୁ ରୋଷେଇ ହେବ ଖାଇବା। ତାମାନେ ମୁଁ ଏବେ ଜମିରେ ଖାଉଛି। ଦେଖନ୍ତୁ ଏଇଟା ଟିକେ ଟମାଟୋ ଜଳ ଆଉ ସେମିତି ବହୁତ ଭଲ ଲାଗୁଛି। ଜମିରେ ଖାଇବାର ମଜା ଗୋଟେ ଅଲଗା। ଏଠି ଭଜା ବସିଛି, ଏଠି ବସିକି ଖାଉଛି। ଖାଇସାରିଲା ପରେ କାମ କରିବା। ତ ଆଲୋ ସାଙ୍ଗମାନେ ଦେଖିପାରୁଥିବେ ମୁଁ ଆଜି ଯାଇଥିଲି କଲେଜ ବହୁତ ଦିନ ପରେ। କିଛି କହିଲେ ନାହିଁ, ବାକି ଏକ୍ଜାମ୍ ଅଛି 17ରେ କହିଲେ। 4th ସେମିଷ୍ଟାରର ଇଣ୍ଟରନାଲ୍ ଅଛି, 17 ଯାଏ ଆରମ୍ଭ ହେବ କରୁଥିଲି। ଆଉ ଏକ୍ଜାମ୍ ସରିଲା ପରେ କାଲିକୁ 2 ଦିନ ଛୁଟି ଅଛି ଶିବରାତ ପାଇଁ। ଶିବରାତ କୋଉଠି ଗଲେ ଦେଖେଇବି ଆପଣମାନଙ୍କୁ ଭିଡ଼ିଓରେ ଦେଖିବ। ଶିବରାତ ଝିଅର କ'ଣ ଯାଉଛୁ ନା ନାହିଁ ଦେଖିବେ ନେକ୍ସଟ ଭିଡ଼ିଓରେ। ସେଥିପାଇଁ ସେତିକି ରହୁଛି। ଜୟ ଜଗନ୍ନାଥ।